ଜୟ ଜଗନ୍ନାଥ। ମୁଁ ମନୋଜ ଭଞ୍ଜ। ପବିତ୍ର ତୁଳସୀ ପୂଜନ ଦିବସ ଅବସରରେ ସମସ୍ତଙ୍କୁ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଆଜି ମୁଁ ଗୋଟେ ବିଷୟରେ ଚର୍ଚ୍ଚା କରିବା ପାଇଁ ଚାହୁଁଛି। ଯେଉଁ ଏଜ୍ ଏ କମନ୍ ମ୍ୟାନ୍ ହିସାବରେ ଭିଡ଼ିଓଟି ବନେଇବା ପୂର୍ବରୁ ମୋର ସାରା ଭାରତବର୍ଷରେ ସମସ୍ତ ନାରୀମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି। ଆଉ ଏ ଭିଡ଼ିଓ କୌଣସି ନାରୀଙ୍କ ବିରୋଧରେ ନୁହେଁ। ମୁଁ ଆଉ ଥରେ କହୁଛି, ସମସ୍ତ ନାରୀମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି, ମାଆମାନଙ୍କ ପ୍ରତି, ଭଉଣୀମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି। ମୁଁ ଏଜ୍ ଏ କମନ୍ ମ୍ୟାନ୍ ହିସାବରେ ଆଜି ଗୋଟେ ଭାବିଲି ଏ ବିଷୟରେ ନିହାତି ଚର୍ଚ୍ଚା କରିବା ଦରକାର। ଦେଖିବେ ଏଇ ଅଳ୍ପ କିଛି ଦିନ ତଳେ ବେଙ୍ଗଲୋରରେ ଆକ୍ସେଞ୍ଚର୍ କମ୍ପାନୀରେ AI ଇଞ୍ଜିନିୟର ଜଣେ ସୁସାଇଡ଼୍ କରିଛନ୍ତି। ତାଙ୍କ ନାଁ ହେଉଛି ଅତୁଲ ସୁବାସ। ତାଙ୍କ ସୁସାଇଡ଼୍ର କାରଣ ଆମେମାନେ ଜାଣିବାକୁ ପାଇଲୁ ଯେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପାରିବାରିକ ସମସ୍ୟା କଳହରେ ତାଙ୍କର କୋର୍ଟରେ ଡିଭୋର୍ସ ଫାଇଲ୍ ବା ଡିଭୋର୍ସ ପାଇଁ ତାଙ୍କର ଆପ୍ଲାଏ ଚାଲିଥିଲା। ଆଉ ସେଥିରେ ସେ ବହୁତ ନିର୍ଯାତିତ ହେଉଥିଲେ। କିଏ? ଅତୁଲ ସୁରେଶ। ତାପରେ 1.5 ଘଣ୍ଟାର ଗୋଟେ ଭିଡ଼ିଓ ବନେଇଛନ୍ତି। ତା ସହିତ 23 ପେଜ୍ରେ ସୁସାଇଡ଼୍ ଲେଟର୍ରେ ଲେଖିଛନ୍ତି କ'ଣ ପାଇଁ ସେ ନିଜେ ସୁସାଇଡ଼୍ କଲେ। ମୋର ଏଠି ଏ ସମାଜର ସମସ୍ତଙ୍କୁ ଗୋଟିଏ ଅନୁରୋଧ ରହିବ, ଯଦି ଗୋଟେ ହଟ୍ଟାକଟ୍ଟା ଯବାନ ଟୋକା 30ରୁ 40 ବର୍ଷ ଭିତରେ ସୁସାଇଡ଼୍ କରୁଛି କି ମରିଯାଉଛି, ଟିକେ ଭାବନ୍ତୁ। 2 ମିନିଟ୍ ସମୟ ନିଅନ୍ତୁ। ଆପଣମାନେ ଭାବନ୍ତୁ, ସେ ଯେଉଁ 60-70 ବର୍ଷର ବୃଦ୍ଧା ବାପ ମାଆଙ୍କର ଅବସ୍ଥା କେମିତି ଥିବ। ପୁଅର ମୃତ୍ୟୁ ଖବର ଶୁଣିଲା ପରେ ବାପ ମାଆଙ୍କର ହାଲତ କ'ଣ ହେଉଥିବ, କେବଳ ସେଇ ବାପ ମାଆ ହିଁ କହିପାରିବେ। ତାଙ୍କ ଦିନ କେମିତି କଟୁଥିବ, ସେ ବାପ ମାଆ ହିଁ କହିପାରିବେ। ଆଉ ଯେଉଁ ପୁଅ ନିଜ ବାପ ମାଆଙ୍କର ବୁଢ଼ାପା ସମୟରେ ସାହାରା ବନିବା କଥା, ଆଜି ସେଇ ପୁଅର ଶବକୁ ନିଜେ ବାପ 70 ବର୍ଷର ବୃଦ୍ଧା ବାପ ଉଠାଉଛି, ତାହେଲେ ସେ ବୁଢ଼ା ବାପର ଦିନ କେମିତି କଟୁଥିବ। ତୁମର ଏଠି ସମସ୍ତଙ୍କୁ କହୁଛି, ଅନୁରୋଧ ଯେ କି ସୁସାଇଡ଼୍ ସମସ୍ୟାର ସମାଧାନ ନୁହେଁ। ଆଉ ସେଇ କିଛି ହାତ ଗଣନ୍ତି ଝିଅମାନଙ୍କ ପାଇଁ ଗୋଟେ ପରିବାର ବର୍ବାଦ ହେଇଯାଉଛି। ଗୋଟେ ପରିବାର, ସେ ବାପା ହିଁ 70 ବର୍ଷର ବାପା, 70 ବର୍ଷର ମାଆ ହିଁ କହିପାରିବ ସେ ପୁଅ ପ୍ରତି କେତେ ଅବଦାନ ଅଛି। ଡେ 1ରୁ ଆରମ୍ଭ କରିକି ପାଠ ପଢ଼େଇବା, ତାକୁ ଇଞ୍ଜିନିୟର ବନେଇବା, ତା ପାଇଁ କେତେ ରାତି କେତେ ଦିନ ଅନିଦ୍ରା ହେବା, ସେ କେବଳ ବାପ ମାଆ ହିଁ କହିପାରିବ। ଆଉ ସେଇ ଝିଅମାନଙ୍କୁ ମୋର ଅନୁରୋଧ, ଯଦି ଆପଣଙ୍କ ବୈବାହିକ ଜୀବନ ଶାନ୍ତି ନାହିଁ, ସୁଖ ନାହିଁ, ଆପଣ ସେପାରେଟ୍ ହେଇପାରନ୍ତୁ, ଅଲଗା ହେଇଯାଆନ୍ତୁ, କିନ୍ତୁ କାହା ପରିବାରକୁ ବର୍ବାଦ କରନ୍ତୁନି, କି କେଉଁ ବୃଦ୍ଧା ବାପ ମାଆଙ୍କ ଆଖିରେ ଲୁହ ଦିଅନ୍ତୁନି। ଆଉ ମୁଁ କୌଣସି ଗୋଟେ ଲୟର୍ ନୁହେଁ କି ଆଡ଼ଭୋକେଟ୍ ନୁହେଁ। ଏଜ୍ ଏ କମନ୍ ମ୍ୟାନ୍ ମୁଁ ଭାବିଲି ଏ କଥାରେ ଚର୍ଚ୍ଚା ହେବା ନିହାତି ଦରକାର। ଆଉ ଯେଉଁମାନେ ଲ ମେକର୍ ବି ଅଛନ୍ତି, ଆଉ ସୁପ୍ରିମକୋର୍ଟ, ହାଇକୋର୍ଟ, ଡିଷ୍ଟ୍ରିକ୍ଟ କୋର୍ଟ, ସମସ୍ତଙ୍କୁ ମୋର ଯଥେଷ୍ଟ ସମ୍ମାନ ଅଛି ସମସ୍ତଙ୍କ ପାଇଁ। ଯେଉଁ ବି ଯେକୌଣସି ବି ରାୟ ଦେଉଛନ୍ତି, କେବଳ ମହିଳାମାନେ ଯେ ଅସୁରକ୍ଷିତ ତାହା ନୁହେଁ। ଆଜିକା ଦିନରେ ଭାରତବର୍ଷରେ ହଜାର ହଜାର ଅତୁଲ ନିର୍ଯାତନାର ଶିକାର ହେଉଛନ୍ତି। ହଜାର ହଜାର ଅତୁଲ ଅଛନ୍ତି, କିନ୍ତୁ ସେମାନେ ସାମ୍ନାରେ ପ୍ରକାଶ କରିପାରୁନାହାନ୍ତି। ଆମର ସମାଜ ଏମିତି ଏକ ନିମ୍ନ ସ୍ତରକୁ ଗତି କରୁଛି, ଯଦି କୌଣସି ପୁଅ ନିର୍ଯାତିତ ହେଉଛି, ସେ ସମାଜରେ ସେ ତା ଦୁଃଖ ପ୍ରକାଶ କରୁଛି, ସମାଜ ତାକୁ ଖରାପ ଦୃଷ୍ଟିରେ ଦେଖୁଛି। ସେଥିପାଇଁ ଯେଉଁ କଥାରେ ଅଛି, ମର୍ଦକୁ କେବେ କାନ୍ଦେ ନାହିଁ, କିନ୍ତୁ ସେ ମର୍ଦ ଭିତରେ ଭିତରେ କାନ୍ଦୁଛି। ତେଣୁକରି ସମସ୍ତଙ୍କୁ ଏଠି ଗୋଟିଏ କଥା ଭାବିବା ଦରକାର, ଯୁବବର୍ଗଙ୍କୁ,
ଯେଉଁମାନେ ବି ଡିସିସନ୍ ନେଉଛନ୍ତି, ଯେଉଁମାନେ ବି ରାୟ ଦେଉଛନ୍ତି, ସବୁ ଦିଗକୁ ତର୍ଜମା କରନ୍ତୁ। କେବଳ ମହିଳାଙ୍କ କଥା ଶୁଣିକି ମହିଳାଙ୍କୁ ଦୁର୍ବଳ ଭାବିକି ତାଙ୍କ ସପୋର୍ଟ ରାୟ ଦେବା ଏ ବହୁତ ବଡ଼ ଦୁଃଖର ଘଟଣା। ଆଉ ଏ ବିଷୟରେ ଚର୍ଚ୍ଚା ନିହାତି ହେବା ଦରକାର। ଆଉ ପୁରୁଷମାନେ ଯେଉଁ ନିର୍ଯାତିତ ହେଉଛନ୍ତି ତା ପାଇଁ ଗୋଟେ ସ୍ୱତନ୍ତ୍ର ଆଇନ ଆସିବା ଦରକାର। ନହେଲେ ଆଜି ଗୋଟେ ଅତୁଲ ସୁସାଇଡ଼୍ କରିଛି, ଆଗାମୀ ଦିନରେ ବହୁତ ଅତୁଲଙ୍କ ଖବର ଆପଣଙ୍କୁ ମାନେ ଶୁଣିବେ, ଆପଣଙ୍କ ପାଖକୁ ଖବର ଆସିବ ନିର୍ଯାତିତରେ ସୁସାଇଡ଼୍ କରିଛନ୍ତି। ଆଉ ସେଇ ଝିଅମାନଙ୍କୁ ଅନୁରୋଧ, ସେ ଝିଅ ମାଆମାନଙ୍କୁ ବି ଅନୁରୋଧ ରହିବ, ଯଦି ଆପଣଙ୍କ ଝିଅ ମ୍ୟାରେଜ୍ ସରିଲା ପରେ ଆପଣ ସେ ଝିଅକୁ ଛାଡ଼ି ଦିଅନ୍ତୁ, ତା ଫ୍ୟାମିଲି, ସିଏ ତା ଫ୍ୟାମିଲି ଦେଖିବ। ଆପଣମାନେ ଯେଉଁ ମଝିରେ ଝିଅକୁ କୁଶିକ୍ଷା ଦେଇ ତା ଫ୍ୟାମିଲି ବର୍ବାଦ କରିଦେଉଛନ୍ତି, ସେଇଟା ଯଦି ଆପଣଙ୍କ ଫ୍ୟାମିଲି ସାଥିରେ ହେବ ଆପଣଙ୍କୁ କେମିତି ଲାଗିବ? ଠିକ୍ ଅଛି, ଆପଣଙ୍କ ଝିଅ ଯଦି ରହିପାରେ ସେପାରେଟ୍ ହେଇଆସ, କିଛି ନାହିଁ, ଅସୁବିଧା ନାହିଁ। ତୁମ ଲାଇଫ୍ ତୁମେ ରୁହ, ତାଙ୍କ ଲାଇଫ୍ରେ ସିଏ ରହିବେ। ତ ଆପଣ ଯେଉଁ ବାହାରେ କୋର୍ଟ ବାହାରେ ଆପଣ କହୁଛନ୍ତି ଆମେ ଇଣ୍ଡିପେଣ୍ଡେଣ୍ଟ ଝିଅ, ଆଉ କୋର୍ଟ ମଝିରେ କ'ଣ ପାଇଁ ଯାଉଛନ୍ତି? କୋର୍ଟ ଭିତରେ ଯାଇକି ଆପଣ କାହିଁକି କହୁଛନ୍ତି ଆମର ହଜବେଣ୍ଡର 50% ପ୍ରପର୍ଟି ଦରକାର? ସେତେବେଳେ କ'ଣ ଆପଣ ନିଜକୁ ଇଣ୍ଡିପେଣ୍ଡେଣ୍ଟ ଭାବୁନାହାନ୍ତି? ତେଣୁକରି ଏଥିପାଇଁ ଚର୍ଚ୍ଚା ହେବା ନିହାତି ଦରକାର। ପୁରୁଷ ସମାଜ ନିହାତି ଷ୍ଟ୍ରଙ୍ଗ ହେବା ଦରକାର। ଆଉ ପୁରୁଷମାନଙ୍କ ପ୍ରତି ଯେଉଁ ନିର୍ଯାତିତ ହେଉଛନ୍ତି ପୁରୁଷ, ତାଙ୍କ ପାଇଁ ଗୋଟେ ମଧ୍ୟ ଆଇନ ଆସିବା ଦରକାର। ଆଉ ମୁଁ ଭିଡ଼ିଓରେ ଆଉ ଥରେ କହୁଛି, ସମସ୍ତ ମହିଳାମାନଙ୍କ, ମୋର ମାଆମାନଙ୍କ, ଭଉଣୀଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଅଛି। ମୁଁ କାହା ବିରୁଦ୍ଧରେ କହୁନି। ଆଉ କିଛି ହାତ ଗଣନ୍ତି ଝିଅମାନଙ୍କୁ ମୁଁ କହୁଛି, କାହାରି ଫ୍ୟାମିଲି ବର୍ବାଦ କରନ୍ତୁନି। 70 ବର୍ଷ 80 ବର୍ଷର ବାପ ମାଆଙ୍କୁ କେବେ କାନ୍ଦିବା ପାଇଁ ଦିଅନ୍ତୁନି କି ବେକା ଛାଡ଼ି ଦିଅନ୍ତୁନି। ପୁଅ ବିନା ସାହାରା, ଯେମିତି ଅନ୍ଧର ଗୋଟେ ତା ବାଡ଼ି ଆଶା ବାଡ଼ି ତା ସାହାରା ଥାଏ, ସେମିତି 70 ବର୍ଷର ବୃଦ୍ଧା ବାପ ମାଆର ତା ପୁଅ ହେଉଛି ଆଶା ବାଡ଼ି। ସେଇ ବାପର ସୁଖର ଦୁଃଖର କେବଳ ସେ ପୁଅ ହିଁ ବୁଝିପାରିଥାଏ, ତା ପୁଅ ହିଁ ତା ପାଖରେ ଛିଡ଼ା ହୋଇଥାଏ। ତେଣୁକରି କାହାରି ପରିବାରକୁ ବର୍ବାଦ କରନ୍ତୁନି, କାହା ପରିବାରକୁ ନଷ୍ଟ କରନ୍ତୁନି। ଜୟ ଜଗନ୍ନାଥ।